ଦେଖନ୍ତୁ ସାଙ୍ଗମାନେ ଆଜି ଇଚ୍ଛା ହେଲା ପଖାଳ ଭାତ ଖାଇବାକୁ। ସଜ ପଖାଳ ଭାତ। ଇଏ ହେଉଛି ପନିର, ଏଥିରେ ମିଶିଛି ମଟର ଛୁଇଁ, ବାଦାମ ମଞ୍ଜି, ମକା ମଞ୍ଜି, ଇଏ ଟମାଟୋ ସସ୍ ଚିଲି ସସ୍ ଦେଇକି ପନିର। ଇଏ ହେଉଛି ବୁଟ ଆଳୁ ଭଜା। ଇଏ ହେଉଛି ସନ୍ତୁଳା, ଆଳୁ ବାଇଗଣ ଟମାଟୋ କଖାରୁ ପଡ଼ି ସନ୍ତୁଳା। ଚାଲନ୍ତୁ ଖାଇବା। ଆଉ କେମିତି ହେଇଛି ଖାଇବା ପ୍ଲିଜ୍ ସାଙ୍ଗମାନେ ଟିକେ କମେଣ୍ଟ କରିବେ। ଦେଖନ୍ତୁ ଟାଇମ୍ ଆସି 1:30+ ହେଲାନି, 2ଟା ହେବ। ଏବେ ହାପିକି ରିସିକି ବାପା ଭୋଜି ଖାଇ ଆସିଲେ। ମୋତେ ବାପା କହିଲେ କାହିଁକି ଭୋଜି ଖାଇଗଲୁନି, ଆଉ ବଢ଼ିଆ ଟେଷ୍ଟ ହେଇଥିଲା, ଭଲ ରୋଷେଇ ବି ହେଇଥିଲା। ଆଉ ମୁଁ ତ କହିଲି ଭାଇ ଡ୍ୟୁଟି ଗଲା, ଆଉ କିଏ ଯିବ, ଆସିଲା ବେଳକୁ ପୁଣି ଚାଲି, ଆଉ ଏଇଠୁ 2 କିଲୋମିଟର 2.5 କିଲୋମିଟର ପାଖାପାଖି ଚାଲି, ସେଥିପାଇଁ ଆଉ ମୁଁ କରିନି, ଭୋଜି ଖାଇଯାଇନି। ଆଉ ଚାଲନ୍ତୁ ଏଇଟା ଆଉ ଖାଇଦେବା ଘରେ। ଆଜି ରୋଷେଇବାସ ମାନେ ଡାଲି ଫାଲି କିଛି ହେଇନି, କାରଣ ଭୋଜି ଖାଇଗଲେ ତ। ବାପା ସାନ ଭାଇ ବି ଗଲା, ସେ ଖାଇକି ଡ୍ୟୁଟି ପଳେଇଲା ଆଉ ଜଲ୍ଦି। ଆଉ ଆମେ ନଣନ୍ଦ ଖାଉଛ। ଆଉ ହାପି ତ ଆମର ପଖାଳ ବୁଝେ, ତାର ଗରମ ଭାତ ଜମା ବି ପ୍ରିୟ ନାହିଁ। ଆଉ ଯଦି ଆଳୁ ଝୋଳ ଆଇଟମ୍ କ'ଣ ହେଇଥିବ ସେ ତାହେଲେ ଖାଇବ। ଆଉ ଚାଲନ୍ତୁ ଜଲ୍ଦି ଡେରି ନ କରି ଜଲ୍ଦି ଜଲ୍ଦି ଖାଇଦେବା। ଫଟାଫଟ ଖାଇକରି ଫଟାଫଟ ଉଠି ପଡ଼ିବା ସାଙ୍ଗମାନେ। ଆଉ ତାପରେ ଶୋଇବା ଟିକେ ରେଷ୍ଟ ନବା। ଚାଲନ୍ତୁ ଖାଇବା। ଦେଖନ୍ତୁ ସାଙ୍ଗମାନେ, ମୋ ନାନୀ ଆସିଥିଲା, ଏଇଠି ବାହାରିଲା। କାଲି ଆସିଥିଲା ହଠାତ୍ ସନ୍ଧ୍ୟାବେଳେ, ପୁଣି ଆଜି ସକାଳୁ ବାହାରିଲା। ହଁ ଯା, ତା ଚାପଲ ନେ ବାସନା ଖା, ଚାପଲ ଛାଡ଼ିଯାଏନି। ସେ ମୁଣ୍ଡିଆ ମାରୁଛି। ହଁ ଯାଅ, ବାଏ ବାଏ ଟାଟା କରିବି। ହଁ ଯା ହେଇଠୁ ଚାଲି ଚାଲି ଯା, ଏଇ ଚାଲି ଚାଲି ରାସ୍ତାକୁ ଯା। ଏଇଟା ବସନି ପଡ଼ି ପୁଠା ହେଇକିରି। ଚାଲ ନେଇଦେଲୁ ରାସ୍ତା ଯାକ ନାନୀକି। ହଁ ଯା। ଆଉ କିରା ଯିବି ମୁଇଁ ଶିବରାଜ ଥିବ ଯା ବାରି। ପାଣି ଦିଆହେଉଛି ନା ପାଣି ଯା। ଆଉ କିରା ଯିବି କଚରା ରାସ୍ତାକୁ। ପଳା ବାଏ ବାଏ। ହଁ ହଁ ଯା। ଗୋଟେ ଯିବୁ ଭାରି ରାସ୍ତାରୁ ବଇବୁ। ସେ ବାପି ଯାଉଛି ଯାଇତା ଭାରି। ହଉ ଯାଲ ଆଉ। ସେ ବାସନା ନାଖେ ଚାଲିଲା, ବାସନା ନାଖେ ସେ ଚାଲିଲା। ହଉ ଯା, ହଉ ଯା, ମୋତେ ଫୋନ କରିବୁ ପହଞ୍ଚିଲେ ଘରେ। ଏଇ ଫୋନ କଲି ବାହାରିଲା ଇଏ ଗାଡ଼ି। କାଳିଆ ଭାଇ ଗଲା। ହାଇ ହ୍ୟାଲୋ ନମସ୍କାର, ମୁଁ ସନ୍ଧ୍ୟା। ଆପଣମାନଙ୍କୁ ମୋର ୟୁଟ୍ୟୁବ୍ ଚ୍ୟାନେଲ୍କୁ ସ୍ୱାଗତ। ଟାଇମ୍ ଆସି ପାଖାପାଖି 8:30 ହେଲାନି। ମୁଁ ଏବେ ଭିଡ଼ିଓ ଷ୍ଟାର୍ଟ କଲି। ଆଉ ଏବେ ମୁଁ ଗାଧେଇନି, ଫ୍ରେଶ୍ ହେଇନି, ଖାଲି ଫ୍ରେଶ୍ ହେଇଛି ସକାଳୁ ଥରେ। ଆଉ ନାଇଟିଟା ଚେଞ୍ଜ କରିଦେଇଛି। ଆଉ ଆଞ୍ଚ କରିକି ଆଞ୍ଚ ଲିପିକି ଏବେ କାମ ସାରି ଆସିଲି। ମୋ ନାନୀ ଆସିଥିଲା, କାଲି ଆସିଥିଲା ଅଗ୍ରବଳି ଭାଇନା ସହିତ। ତା ଝିଅର ନିର୍ବନ୍ଧ କହି ଆସିଥିଲା। ଆଉ ସେ ଆଜି ସକାଳୁ ଏବେ ଜଷ୍ଟ ଗଲା। ମୁଁ ଆପଣମାନଙ୍କୁ ଟିକେ ସେୟାର କରିଛି। ସେ ଗଲାବେଳକୁ ଆସିଲା ବେଳକୁ ତ ସେୟାର କରିପାରିଲିନି, କାରଣ ମୁଁ ଶୋଇଥିଲି। ସେ ଆସିଲା 5ଟା ବେଳକୁ, ମୋତେ ରିସି ଆସି ଉଠେଇଲା। ତାପରେ ଆଉ ଭିଡ଼ିଓ କରିନି। ଆଉ ଗପସପ ହେଲୁ, ନାନୀ ଭଉଣୀ ଭାଉଜ ସମସ୍ତେ ମିଶିକି। ଟାଇମ୍ ସେପଟେ ପଳେଇଲା। ଆଉ ରାତି କେଉଁ ପଟେ ଟାଇମ୍ଟା ପଳେଇଲା, ଆଉ ରାତି କେଉଁ ପଟେ ପାଇଗଲା। ନାନୀ ଭଉଣୀ ଦୁଃଖ ସୁଖ ହେଇକି ପୁରା କଟିଗଲା ରାତିଟା, ଭଲସେ କଟିଲା। ଆଉ ନାନୀ ଆଜି ସକାଳୁ ଫ୍ରେଶ୍ ହେଇକି ଗାଧେଇ ଫ୍ରେଶ୍ ହେଇକି ସେ ଯାଇଛି। ଆଉ ଗଲେ ରୋଷେଇ କରିବ, କାରଣ ତାର 2ଟା ଝିଅ। ବଡ଼ ଝିଅ ତ ନିର୍ବନ୍ଧ ସରିଛି, ବାହାଘର ଏଇ ଫେବୃଆରୀ 2 ସରସ୍ୱତୀ ପୂଜା ଦିନ, ନଭେମ୍ବର 8ରେ ନିର୍ବନ୍ଧ। ଆଉ ସେ ବି କିଛି କାମ କରୁନି, ଯାହା ବି ତାର ନିଜ କାମ କରିକି, ଆଉ ଯାହା ତାର ପାଠ ବି ପଢ଼ୁଛି। ଆଡ଼େ ଏଇଟା +3ର 3rd ଇୟର୍। ଆଉ ତା ପାଠ ବି ଦେଖୁଛି, କମ୍ପ୍ୟୁଟର ଆଡ଼େ କରୁଛି। ଏମିତି ତା ଟାଇମ୍ ତାକୁ ପଢ଼ଉଛି। ଆଉ ଡିମ୍ପଲ୍ ତ ପାଠ ବି ପଢ଼ୁଛି, ସେ 7ମ କ୍ଲାସ୍ ପଢ଼ୁଛି। ଆଉ ସିଏ ଯେମିତି ଘର କାମ ଟିକେ ଟିକେ କରୁଛି। କାଲି ଯେଉଁ ନାନୀ ଆସିଥିଲା, ଡିମ୍ପଲ୍ ଆମର ଭଜା କରିଥିଲା, ବିରି ପିଠା କରିଥିଲା, ତା ଚକୁଳି ବିରି ପିଠଉ ମାନେ ଗ୍ରାଇଣ୍ଡିଙ୍ଗ କରି ଆସିଥିଲା। ସେ ଛୋଟ ଝିଅଟେ ହେଲେ 7ମ କ୍ଲାସ୍ ପଢ଼ୁଛି। ମାନେ ଏତେ ବଢ଼ିଆ ପିଠା କରିଥିଲା, ଭଜା କରିଥିଲା, ଆମକୁ ଭିଡ଼ିଓ କଲ୍ରେ ସେୟାର କରିଥିଲା, ଦେଖାଉଥିଲା ଭଲସେ କରୁଛି। ଆଉ ତା ଜେଜେମା ମାନେ ଆଈମା, ତା ମୋ ନାନୀର ଶାଶୁ ଯିଏ, ସିଏ ବି ଅଛନ୍ତି।
ଆଉ ଏନେ ଗଲେ ସେ ରୋଷେଇ କରିବ। ଆଉ మన ଡିମ୍ପଲ ଝିଆରୀ ଆଉ ଦିଶା ସକାଳୁ ଫୋନ୍ କଲେନି ବୋଉ ଜଲ୍ଦି ଆସେ, ଗଲେ ଆସିଲେ ତୁ ଭାତ ରାନ୍ଧିବୁ ତରକାରୀ ପତ୍ର କରିବୁ, ଆଉ ମୁଁ କିଛି କରିପାରିବିନି, ସକାଳେ କ'ଣ ଜଳଖିଆ ଖାଇଥିବେ ଆଉ ତା ବାବା ଆଣି ଦେଇଥିବେ। ଆଉ ଭାଇନା ତ ଗାଡ଼ି ଧରିକି ପଳେଇବେ ଷ୍ଟାଣ୍ଡକୁ, କାରଣ ଭାଇନାଙ୍କର ଗୋଟେ ଅଟୋ ଅଛି, ସେ ଗାଡ଼ି ଧରିକି ପଳାଉଛନ୍ତି। ଆଉ ତାକୁ ବି ଟାଇମ୍ ନାହିଁ। ଆଉ ଏଇନା ନିର୍ବନ୍ଧ ଆସିଲାନି ଯେ ସବୁଆଡ଼େ ବୁଝାବୁଝି ଭୋଜିଭାତ କରିବେ ଯେ ସବୁଆଡ଼େ ଚାଲିଛି ପ୍ରୋସେସିଂ ଏମିତି ହେଲା। ତାପରେ ମୋ ନାନୀ କହିଲା ମୁଁ ଯିବି, ମୁଁ କହିଲି ଯା ଜଲ୍ଦି। ମୁଁ ତାକୁ ସାଙ୍ଗେ ସାଙ୍ଗେ କହିଲି ତୁ ଶାଢ଼ୀ ପିନ୍ଧ, ବସ୍ରେ ସେ ପଳେଇବ, ଯଦି ଭାଇ ବସ୍ ତ ପାଇବ, ଯଦି ପାଇବ, ମଝିଆ ଭାଇ ଯାଇଛି, ସୁବିଧା ହେଲେ ବସ୍ରେ ଯେଉଁ ବସ୍ରେ ଯିବ, ନହେଲେ ତ ଭାଇ ନେଇଦେବ। ଏମିତି ସେ ପଳେଇଲା। ମୁଁ ଯାଉଛି ଏବେ ଫ୍ରେଶ୍ ହେବି, ଗାଧୋଇ ପାଧୋଇ ରେଡ଼ି। ଆଜି ତ ଭୋଜି ଭାତ ଖାଇଯିବି, ଆପଣମାନଙ୍କୁ ନିଶ୍ଚିନ୍ତ ସେୟାର କରିବି। ଆଉ ଚାଲନ୍ତୁ ରେଡ଼ି ଫେଡ଼ି ହେଇକି ଗାଧୋଇ ପାଧୋଇ କ'ଣ ଭାଉଜ କରିଛନ୍ତି ଖାଇ ପିଇକି ଆରାମସେ ବାହାରି ପଡ଼ିବା। ସାନ ଭାଇ ଯାଇଛି ଡ୍ୟୁଟି, ଆସିଲେ ହାପି ଯାଇଛି ସ୍କୁଲ, ସାଙ୍ଗ ହୋଇ ସାନ ଭାଇ ହାପି ମୁଁ ମିଶିକି ଆମେ ଭୋଜି ଖାଇଯିବୁ। ଆଜି ବହୁତ ମଜାମସ୍ତି ଅଛି। ଭିଡ଼ିଓକୁ ଫାଷ୍ଟ ଲାଷ୍ଟ ଦେଖନ୍ତୁ, ମଜାମସ୍ତି ନିଅନ୍ତୁ, ଏନ୍ଜୟ କରନ୍ତୁ। ଆଉ ମୋତେ କମେଣ୍ଟରେ କୁହନ୍ତୁ କ'ଣ ଭଲ ହେଇଛି କ'ଣ ଖରାପ ହେଇଛି, ମୁଁ ନିଶ୍ଚିନ୍ତ ଆପଣମାନଙ୍କୁ ନିଶ୍ଚୟ ଭିଡ଼ିଓ ସେୟାର କରିବି। ଆଉ ଚାଲନ୍ତୁ ଚଟାପଟ ଗାଧୋଇକି ଫ୍ରେଶ୍ ହେବା। ଏବେ ତ ଘର କାମ କରିବାକୁ ଲେବର ମିସ୍ତ୍ରୀମାନେ ଆସିଲେନି, ସକାଳୁ ତ ବାପା କରିସି ପାଣି ଦେଇ ସାରିଲାଣି। ଆଉ ଚାଲନ୍ତୁ କାମ ଆମର ଷ୍ଟାର୍ଟ ହେଲାନି, ଆଉ ଟାଇମ୍ ହେଇଗଲାଣି 8:30। ମୁଁ ଯାଉଛି ଏବେ ଜଲ୍ଦି ଫଟାଫଟ ଗାଧୋଇକି ରେଡ଼ି। ସାଙ୍ଗମାନେ ଏଇ ଚ୍ୟାନେଲରେ ଯେଉଁମାନେ ନୂଆ ଅଛନ୍ତି ପ୍ଲିଜ୍ ଲାଇକ୍ କମେଣ୍ଟ ସେୟାର ସବସ୍କ୍ରାଇବ୍ କରିଦେବେ, ଭଲ ପାଇବେ, ସପୋର୍ଟ କରିବେ। ଆପଣମାନଙ୍କ ଭଲ ପାଇବା ସପୋର୍ଟ ମୋ ପାଇଁ ହିଁ ସବୁକିଛି। ଆପଣମାନଙ୍କ ଯୋଗୁଁ ମୁଁ ଆଜି ଏଇ ଜାଗାରେ ଆସି ପହଞ୍ଚିଛି। ଆପଣମାନଙ୍କ ଭଲ ପାଇବା ପାଇଁ ମୋତେ ଉତ୍ସାହ ବଢ଼ୁଛି। ମୁଁ ଭିଡ଼ିଓ କରୁଛି, ଆପଣମାନେ ହେଉଛନ୍ତି ମୋର ଫାଷ୍ଟ ଭଗବାନ। ଆପଣମାନଙ୍କ ଭଲ ପାଇବା ଭଗବାନଙ୍କ ପାଖରେ ମୁଁ ଏତିକି ପ୍ରାର୍ଥନା କରୁଛି, ଆପଣମାନଙ୍କ ଜୀବନ ଲାଇଫ୍ ସବୁ ହସ ଖୁସିରେ କଟୁ, ସମସ୍ତେ ଖୁସିରେ ରୁହନ୍ତୁ, ସମସ୍ତେ ଶାନ୍ତିରେ ରୁହନ୍ତୁ, ସମସ୍ତେ ଖାଆନ୍ତୁ, ସମସ୍ତେ ପିନ୍ଧନ୍ତୁ, ସମସ୍ତେ ଏନ୍ଜୟ କରନ୍ତୁ। ମୋର ଏତିକି ଭଗବାନ ନିକଟରେ ପ୍ରାର୍ଥନା, ସମସ୍ତେ ଖୁସିରେ ରୁହନ୍ତୁ। ଚାଲନ୍ତୁ ଆଉ କାମ ସାରିଦେଇ ଫଟାଫଟ ପୁଣି ଆପଣମାନଙ୍କ ସହିତ କଥା ହେବି। ଏବେ ଗାଧୋଇ ପାଧୋଇ ଫ୍ରେଶ୍ ହେଇ ଆସିଲି, ଏବେ ଖାଇ ବସିଛି ପରଟାକୁ ଚାହା। ଚାଲନ୍ତୁ ମୁଁ ଆପଣଙ୍କୁ ସେୟାର କରୁଛି। ଆଉ ଦେଖନ୍ତୁ ଏଇଟା ବଡ଼ ଭାଉଜ ଆସିଛନ୍ତି। ଆଉ ଦେଖନ୍ତୁ ଏଇଟା ଆମର ଭାତ ପାଣି ବସିଗଲାଣି, ଆଜି ତ ଭୋଜି ଅଛି, ଆଜି ରୋଷେଇ ହେବନି, ଖାଲି ଭାତ ହେବ। ହାଏ କରିଦେ, ହାଏ। ହେଇଠି ଦେଖନ୍ତୁ ଇଏ ଖାଉଛି, କଳ ଖାଲି କଳ ଉପରେ କଳ। ଆଉ ଦେଖନ୍ତୁ ଆମର ପରଟାକୁ ଚାହା। ଦେଖନି ରୁବିନା